ସମସ୍ତଙ୍କୁ ମୋର ଆଉ ଗୋଟେ ଭିଡ଼ିଓରେ ସ୍ୱାଗତ। ଆମେ ଯେତେବେଳେ ଆମେ CLF ହଉ GPLF ହଉ SHG ହଉ ଯେତେବେଳେ ଆମେ ଅନବୋର୍ଡ଼ିଂ କରିସାରିଛନ୍ତି ସେତେବେଳେ ଆମର ଯେତେବେଳେ ବି ଆମେ ଅନବୋର୍ଡ଼ିଂ କାମ ସାରି ସାରିଛନ୍ତି ତାପରେ ପରେ ଯେତେବେଳେ ଆମେ ଚେକ୍ କରୁଛନ୍ତି ପ୍ରୋଫାଇଲ୍ ଚେକ୍ କରୁଛନ୍ତି ସେତେବେଳେ ବହୁତ ଗୁଡ଼ା SHGର ହଉ କିମ୍ବା CLF ହଉ କିମ୍ବା GPLF ହଉ ତାର ଆକାଉଣ୍ଟ ଶୋ କରୁନି ବା ବ୍ୟାଙ୍କ ଆକାଉଣ୍ଟଟା ଦେଖାଉନାହିଁ। ସେଇ ବ୍ୟାଙ୍କ ଆକାଉଣ୍ଟ ପ୍ଲେସ୍ରେ ବ୍ଲାଙ୍କ ଦେଖାଉଛି। ଆପଣ ଯେତେ ରିଫ୍ରେଶ୍ ଡାଟା କଲେ ବି ଠିକ୍ ହେଇପାରୁନାହିଁ। ତ କି ଆପଣ ନ୍ୟୁ କଲେ ଆପଣଙ୍କୁ ଅଲରେଡ଼ି ଏକ୍ଜିଷ୍ଟ ଅଛି ବୋଲି ଦେଖେଇଦେବ। ତ ଆମେ ଆପଣ ସିକ୍ରୋନାଇଜେସନ୍କୁ ବି ଯାଇକି କରିବେ। ଯେମିତିକି ମୁଁ ଦେଖାଉଛି ଏବେ ଦେଖନ୍ତୁ, ଆପଣ ଯଦି ସେ ଭାବୁଥିବେ ସିକ୍ରୋନାଇଜେସନ୍ରେ ବି ଆସିଯିବ, ସିକ୍ରୋନାଇଜେସନ୍ରେ ବି କେତେ କ୍ଷେତ୍ରରେ ଆସୁ ବି ନାହିଁ। ଯେମିତିକି ମୁଁ ବ୍ୟାକ୍ କଲି, ସିକ୍ରୋନାଇଜେସନ୍କୁ ଗଲି, ସିକ୍ରୋନାଇଜେସନ୍କୁ ଯାଇକି ସିକ୍ରୋନାଇଜେସନ୍କୁ ଗଲି, ସିକ୍ରୋନାଇଜେସନ୍ ଗଲା ପରେ ଆପଣଙ୍କର ମାଷ୍ଟର ଡାଟା ବି କଲେ ବି କିମ୍ବା କମ୍ପ୍ଲିଟ୍ ଡାଟା କଲେ ବି ସିଏ ସେମିତି ଦେଖିବ। ପ୍ରୋଫାଇଲ୍ ଆଉଥରେ ମୁଁ ଚେକ୍ କରିଦେଉଛି। ପ୍ରୋଫାଇଲ୍ ଉପରେ କ୍ଲିକ୍ କଲେ ଦେଖନ୍ତୁ, ପ୍ରୋଫାଇଲ୍ ଉପରେ ବି କଲା ପରେ ବି ବ୍ୟାଙ୍କ ଆପଣଙ୍କର ସେମିତି ବ୍ଲାଙ୍କ ଦେଖାଉଛି, କିଛି ଦେଖାଉନାହିଁ। ଆପଣ ଏମିତି ଏକ୍ଜିଷ୍ଟ କରିଦେବାକୁ ପଡ଼ିବ। ତାପରେ ଆମକୁ କ'ଣ କରିବାକୁ ପଡ଼ିବ ନା, শুধু ଆମର ଯେଉଁ ଲୋକସ୍କୁ ଆପଣ ଅନଇନଷ୍ଟଲ୍ କରିଦେବେ। ଅନଇନଷ୍ଟଲ୍ କରିଦେଇ ସାରିଲା ପରେ ଆଉ ଥରେ ଯିବେ ଆପଣଙ୍କର ପ୍ଲେ ଷ୍ଟୋର୍କୁ ଯାଇକି ଆପଣ କ'ଣ କରିବେ ନା, ଲୋକସ୍କୁ ଆଉ ଥରେ ଡାଉନଲୋଡ଼୍ କରିନେବେ। ଲୋକସ୍କୁ ଡାଉନଲୋଡ଼୍ କରିସାରିବେ। ମୁଁ ଦେଖାଉଛି କେମିତି ଲୋକସ୍କୁ ଡାଉନଲୋଡ଼୍ କରୁଛନ୍ତି। ପ୍ଲେ ଷ୍ଟୋର୍କୁ ମାରିଲି, ଲୋକସ୍ ମାଇଲି, ମାନେ ତା'ର ଅପଡ଼େଟ୍ ଭର୍ସନ୍ ବି ଯଦି ଥିବ ବି ଅଟୋମେଟିକ୍ ସେ ଡାଉନଲୋଡ଼୍ ହେଇଯିବ। ଡାଉନଲୋଡ଼୍ ହେଇଗଲା। ଆପଣଙ୍କର ଯେତେବେଳେ ଡାଉନଲୋଡ଼୍ ହେଇଯିବ, ଆପଣଙ୍କର ID ଆଉ ପାସୱାର୍ଡ଼ ଆପଣଙ୍କର ଯାହା ଥିଲା ପୂର୍ବରୁ, ଆପଣଙ୍କୁ ଯାହା ID ପାସୱାର୍ଡ଼ ଥିଲା ସେ ID ପାସୱାର୍ଡ଼ ଆପଣଙ୍କୁ ଦେଇତେ ପଡ଼ିବ। ଲଗ୍ଇନ୍ ମୁଁ କଲି, ଲାଙ୍ଗୁଏଜ୍ ଚେଞ୍ଜ କଲି, ୟେସ୍ କଲି। କଲା ପରେ ଦେଖନ୍ତୁ ଲଗ୍ଇନ୍ରେ ଆମର ID ପାସୱାର୍ଡ଼ ମୁଁ ଦେଇଦେଲି। ID ପାସୱାର୍ଡ଼ ଦେଇଦେଲା ପରେ ଦେଖନ୍ତୁ, ଯେତେବେଳେ ବି ଆପଣଙ୍କର ଏତିକି କାମ ସରିଲା ପରେ ଦେଖିବେ ଆପଣଙ୍କର ଆକାଉଣ୍ଟ ଅଟୋମେଟିକ୍ ଶୋ କରିବ। ଦେଖନ୍ତୁ, ଆମେ CLF ବୁକ୍ କିପର୍ ଉପରେ କ୍ଲିକ୍ କଲି। ଏଇଟା ଆମେ GPLFରୁ ଖୋଲୁଥିଲି, ଦେଖାଉଛେ। ମୁଁ ଏବେ କ୍ଲିକ୍ କଲି, ଏଇ ଦେଖନ୍ତୁ। କଲା ପରେ ଆମେ ୱେଟ୍ କରିବା। CLF ଉପରେ କ୍ଲିକ୍ କରିବା, ଆସିବାକୁ ଦେବା ଟିକେ। ଯାହାର ନ ଆସିଥିବ ଆପଣ ସେ ସିକ୍ରୋନାଇଜେସନ୍କୁ ଯାଇକି ବି ଦେଖାଇଦେବ। ଆସିଗଲା ଆମର ଏବେ। ଆଉ ଥରେ CLFକୁ ଯିବା। ଏଇଠି ନା, ଆପଣ ସିକ୍ରୋନାଇଜେସନ୍କୁ ଯାଇକି ଆପଣ ବି ଚେକ୍ କରିକି ମାଷ୍ଟର ଡାଟା ବି ଡାଉନଲୋଡ଼୍ କରିଦେଇପାରିବେ। ଯାହାର ଦେଖାଉନଥିବ, ଯଦି ସପୋଜ୍ ଦେଖାଉନାହିଁ, ତ ଆମର କିଛି ନାହିଁ, ନଥିଙ୍ଗ ଲେଖୁଛି, ଡାଉନଲୋଡ଼୍ ପାଇଁ କିଛି ନାହିଁ। ଆମକୁ ବ୍ୟାକ୍ କରିବାକୁ ପଡ଼ିବ। ଭ୍ୟୁ ଡିଟେଲ୍ସ ଉପରେ ଆମେ ମାରିବା, ଦେଖିବା। ଏବେ ଭ୍ୟୁ ଡିଟେଲ୍ସ ଉପରେ ମୁଁ ଚେକ୍ କରୁଛି। ଦେଖନ୍ତୁ, ଏଠି ଭ୍ୟୁ ଡିଟେଲ୍ସ ଉପରେ ଯେତେବେଳେ ଚେକ୍ କରିବା ଆମେ ଆପଣଙ୍କର ବ୍ୟାଙ୍କ ଡିଟେଲ୍ସକୁ ଦେଖନ୍ତୁ। ଆପଣଙ୍କର ଯେଉଁ ଥିଲା ହ୍ୱାଇଟ୍ ହେଇଥିଲା, ବ୍ୟାଙ୍କ ଡିଟେଲ୍ସ ଅଟୋମେଟିକ୍ ଆସିଯାଇଛି। ତ ଆପଣଙ୍କର ଆଉ କୌଣସି ପ୍ରକାର ପ୍ରୋବ୍ଲେମ୍ ହେବନି। ଆପଣ ଅଟୋମେଟିକ୍ ଏଇ ଯେଉଁ ବ୍ୟାଙ୍କ ଡିଟେଲ୍ସ ଯେଉଁ ଆସିଯାଇଛି, ଆପଣ ସେଣ୍ଡ ଫର୍ ଆପ୍ରୁଭାଲ୍ ଏବେ କରିପାରିବେ କିମ୍ବା ଅନ୍ୟାନ୍ୟ ଚେଞ୍ଜେସ୍ ବି କରିପାରିବେ। ବ୍ୟାଙ୍କର ଯାହା ଯଦି ଚେଞ୍ଜ ଅଛି ବି ସେଠି ଆପଣ ଦେଖିପାରିବେ। ଆପଣଙ୍କର ଆଉ କୌଣସି ପ୍ରୋବ୍ଲେମ୍